ଜୟ ଜଗନ୍ନାଥ ପିଲାମାନେ ଆଜି ଆମେ ଏଇ ଭିଡିଓରେ ଆଲୋଚନା କରିବା ଅର୍ଥଶାସ୍ତ୍ରରେ କେତେକ ମୌଳିକ ଅବଧାରଣା ଯୋଉଟା କି ତମର ଅଛି କଣ ବେସିକ କନସେପ୍ଟ ଇନ ଇକୋନୋମିକ୍ସ। ଏଟା ତମର ଫାର୍ଷ୍ଟ ୟୁନିଟ ର ଫାର୍ଷ୍ଟ ଚैप्टर ରୁ ଆସିଛି। ପ୍ରଥମେ ଦେଖିବା ଏଇ ଯୋଉ ମୌଳିକ ଅବଧାରଣା କଣ ସେ ବିଷୟରେ ଆମେ କଣ କରିବା ଆଲୋଚନା କରିବା। ଆମେ ଜାଣିଛେ ପ୍ରତ୍ୟେକ ବିଜ୍ଞାନରେ କେତେକ ବୈଷୟିକ ଶବ୍ଦ ବ୍ୟବହାର ହୋଇଥାଏ। ବୈଷୟିକ ଶବ୍ଦ ଅର୍ଥ ଟେକ୍ନିକାଲ ଟର୍ମ ବା ଟେକ୍ନିକାଲ ୱାର୍ଡ ବ୍ୟବହାର ହୋଇଥାଏ, ଯାହା ସେଇ ବିଷୟରେ ଆଲୋଚନା ଓ ଅନୁସରଣରେ ସହାୟକ ହୋଇଥାଏ। ଅର୍ଥାତ୍ ସେଇ ବିଷୟ ଯେତେବେଳେ ପାଠ କରୁ ସେଇ ଟର୍ମ ଯେତେବେଳେ ଆସେ ତାର ଅର୍ଥ ସାଧାରଣ ଅର୍ଥଠାରୁ ଟିକେ ଭିନ୍ନ ହୋଇଥାଏ। ଅର୍ଥଶାସ୍ତ୍ରରେ ମଧ୍ୟ ସେଭଳି କେତେକ ସୁପରିଚିତ ଶବ୍ଦ ବ୍ୟବହାର ହୁଏ ଏବଂ ସେଥିମଧ୍ୟରୁ ମାନବୀୟ ଅଭାବ ବା ହ୍ୟୁମାନ ୱାଣ୍ଟସ୍ ଯୋଉ ଅଛି ସେ ବିଷୟରେ ଆମେ ଆଜି ବିସ୍ତୃତ ଭାବେ କଣ କରିବା ଆଲୋଚନା କରିବା। କୋଉଟା ନା ମାନବର ଅଭାବ ବା ହ୍ୟୁମାନ ୱାଣ୍ଟସ୍। ହ୍ୟୁମାନ ୱାଣ୍ଟସ୍ କହିଲେ ଅର୍ଥନୀତିରେ କଣ ବୁଝାଏ ସେ ବିଷୟରେ ଆମେ କଣ କରିବା ସବିଶେଷରେ ଆଲୋଚନା କରିବା। ପ୍ରଥମେ ଦେଖିବା এই ମାନବୀୟ ଅଭାବ କଣ, ତାର ଡେଫିନେସନ ପରୀକ୍ଷାରେ ଆସିବ। ମାନବର ଅଭାବ କଣ, ତାର ସଂଜ୍ଞାଟି କଣ ଲେଖିବ ନା ମାନବ ଅଭାବ ହେଉଛି କୌଣସି ଦ୍ରବ୍ୟ ବା ସେବା ପ୍ରାପ୍ତିର ଇଚ୍ଛା। ଆମ ମନରେ ଯୋଉ ଇଚ୍ଛା ରୁହେ କୌଣସି ଦ୍ରବ୍ୟ ପାଇବା ପାଇଁ ବା କୌଣସି ସେବା ପାଇବା ପାଇଁ, ଏଇଟା ହିଁ ହଉଛି କଣ ନା ମାନବୀୟ ଅଭାବ ହେଲା। ସେଲିଂ ମ୍ୟାନ ତାଙ୍କ ମତରେ ସେ ଅଭାବ ହିଁ ସମସ୍ତ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ। ସେଲିଂ ମ୍ୟାନ କଣ କହିଛନ୍ତି ନା ସମସ୍ତ ଅର୍ଥନୈତିକ କାର୍ଯ୍ୟକଳାପ ଅଭାବରୁ ହିଁ ଆରମ୍ଭ ହେଇଥାଏ। ଯଦି ଦେଖିବା ଏଇ ମାନବୀୟ ଅଭାବର ଗୁରୁତ୍ୱ କଣ ରହିଛି, କଣ ପାଇଁ ମଣିଷର ଅଭାବ, ଏଇ ଅଭାବର କଣ ମହତ୍ଵ ରହିଛି ସେ ବିଷୟରେ ଆମେ ଦେଖିବା। ମଣିଷ ଜୀବନ ସାରା ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକଳାପ ବ୍ୟସ୍ତ ବା ରହିଥାଏ। ଅର୍ଥାତ୍ ମଣିଷ ଆମେ ଯାହା ବି କିଛି କାର୍ଯ୍ୟ କରୁ ତା ପଛରେ କୋଉଠି ନା କୋଉଠି କଣ ଥାଏ ନା ଅର୍ଥନୈତିକ କାର୍ଯ୍ୟକଳାପ ସହିତ ଇଏ ଜଡିତ ଥାଏ। ଯେତିକି ଅଧିକ ଭାବରେ ପୂରଣ କରାଯାଇପାରେ ସେତିକି ଅଧିକ ସୁଖ ହୁଏ। ଆମେ ଯୋଉ ମାନେ କଣ ଆମେ ଯେଉଁ ଦ୍ରବ୍ୟ ବା ସେବାକୁ ଯେତେ ଅଧିକ ଆମେ ବ୍ୟବହାର କରିବା ସିଏ ଆମର କଣ କରିବ ସେତେ ଅଧିକ ଅଭାବ ପୂରଣ କରିବ ଏବଂ ଆମେ ସେତେ ସୁଖୀ ହବା। ଏଇ କଥାଟା ହେଉଛି ତାର ଅଭାବ ହିଁ ସମସ୍ତ ଅର୍ଥନୈତିକ ସମସ୍ୟାର ମୂଳ ଉତ୍ପତ୍ତି। ଆଉ ସବୁ କିଛି ଏ ଅଭାବ ପାଇଁ ହିଁ ଆମେ କଣ କରିଥାଉ ନା ସବୁକିଛି ଅର୍ଥନୈତିକ କାର୍ଯ୍ୟକଳାପ କରିଥାଉ। ଅଭାବ ନଥିଲେ ଲୋକ କୌଣସି କାର୍ଯ୍ୟ କରନ୍ତେ ନାହିଁ। ହଉ ଠିକ ଅଛି। ପ୍ରଥମେ ଦେଖିବା ଏଇ ମାନବୀୟ ଅଭାବର ବୈଶିଷ୍ଟ୍ୟ କଣ ନା ମାନବ ଅଭାବଟା ହଉଛି, ଏଇଟା ମୁଁ ଆଗରୁ ବି କହିଛି ଏବେ ବି ଦେଖ ନା ଅଭାବଟା ଅସୀମ, ଏହା ସୀମାହୀନ ଭାବରେ ମଣିଷର ଅଭାବଟା ରହିଥାଏ। ଯେପରି ଦେଖ ପିଲାମାନେ ଅସୀମତା ଦେଖ ମଣିଷର ଅଭାବ ଅସଂଖ୍ୟ ଅକଳନୀୟ। ଗୋଟିଏ ଅଭାବ ପୂରଣ ହେଲେ ଆଉ ଗୋଟିଏ ଅଭାବ ଦେଖାଯାଏ। ଏହା ଏକ ଚିରନ୍ତନ ଧାରା, ଏହାର ଶେଷ ନାହିଁ। ଅର୍ଥାତ୍ ମଣିଷର ଯେତେବେଳେ ଗୋଟିଏ ଅଭାବ ପରିପୂରଣ ହେଇଯାଏ ଅନ୍ୟ ଏକ ଅଭାବ ଦେଖାଯାଏ। ଏଇଟା ଗୋଟେ ଚିରନ୍ତନ ଧାରା, ମାନେ ଗୋଟେ ଅଭାବଟା ଗୋଟେ ବିଡା ସଦୃଶ, କାଠ ବିଡା ସଦୃଶ। ଯଦି ଆମେ କାଠ ବିଡାରୁ ଗୋଟିଏ କାଠ କାଢି ଆଣୁ ତଥାପି ଅନେକ କାଠ ରହିଥାଏ। ଠିକ ସେଇଭଳିଆ ଗୋଟିଏ ମଣିଷର ଅଭାବ ପୂରଣ ହେଇଗଲେ ଅନେକ ଅଭାବ ଗୁଡେ ଦେଖାଯାଏ। ଯେହେତୁ ଗୋଟେ ଚିତ୍ର ମାଧ୍ୟମ ଦେଖେଇଛି ଦେଖ, ଖାଦ୍ୟ ଯଦି ଗୋଟେ ଲୋକର ଖାଦ୍ୟର ଅଭାବ ପରିପୂର୍ଣ୍ଣ ହେଇଗଲା ସେ ପୁନର୍ବାର କଣ କରିବ ବସ୍ତ୍ର ଅଭାବ ତାକୁ ସୃଷ୍ଟି କରିବ। ସେ ବସ୍ତ୍ର କଥା ଚିନ୍ତା କରିବ। এই ବସ୍ତ୍ର ଅଭାବଟା ପରିପୂର୍ଣ୍ଣ ହେଇଗଲା ପରେ ସେ ବାସଗୃହ କଥା ଚିନ୍ତା କରିବ। ବାସଗୃହ କଥା ହେଇଗଲା ପରେ ଟେଲିଭିଜନ, ମଟର ଗାଡି, ମଟର ସାଇକେଲ ଏଇ ସବୁ ଗୁଡିକର କଣ କରିବ ଅଭାବ ତାର କଣ କରିବ ଦିନକୁ ଦିନ ବୃଦ୍ଧି ପାଇ ଲାଗିବ। ତେଣୁକରି ଏଇଟା ଏକ ଗୋଟେ ଚିରନ୍ତର ଧାରା, ଏହାର ଶେଷ ନାହିଁ। ଏମିତି କଣ ହବ ତାପରେ ନେକ୍ସଟ ଫେରେ ଅନ୍ୟ କୌଣସି ଅଭାବ ଫେରେ ସୃଷ୍ଟି ହବ ହେଇଯିବ। ତେଣୁକରି ଅଭାବଟା ସବୁବେଳେ ମନେ ରଖିବ, ମଣିଷର ଅଭାବଟା ଗୋଟେ ଅସୀମ ବା ସୀମାହୀନ ଭାବରେ ଥାଏ। ତାପରେ ଦେଖିବା ଦ୍ୱିତୀୟ, ଏଠି ଦେଖିବା କଣ ନା ନିର୍ଦ୍ଦିଷ୍ଟ ଅଭାବ ପରିତୃପ୍ତି କ୍ଷମ ବା କୌଣସି ଗୋଟେ ଅଭାବ ଦେଖ ମଣିଷର ଅଭାବ ଅସୀମ ହେଲେ ହେଁ କୌଣସି ଏକ ନିର୍ଦ୍ଦିଷ୍ଟ ଅଭାବ ପରିତୃପ୍ତି କ୍ଷମ। ପ୍ରତ୍ୟେକ ମାନବୀୟ ଅଭାବ ଏକ ସୀମା ରହିଛି। କୌଣସି ଦ୍ରବ୍ୟ ଅଧିକରୁ ଅଧିକ ମିଳିଲେ ତାକୁ ପାଇବାର
ଇଚ୍ଛା କ୍ରମଶଃ ହ୍ରାସ ପାଏ। ତେଣୁକରି ସେ କଣ କହୁଛି, ମଣିଷର ଅଭାବ ଅସୀମ ହେଲେ ହେଁ କୌଣସି ଏକ ନିର୍ଦ୍ଦିଷ୍ଟ ଅଭାବ ପରିତୃପ୍ତ କରିବାର କଣ ଅଛି, ଆମ ପାଖର କ୍ଷମତା ଅଛି। ହୁଁ ଏବଂ ପ୍ରତ୍ୟେକ ମାନବ ଅଭାବର ଏକ ସୀମା ରହିଛି ଏବଂ କୌଣସି ଦ୍ରବ୍ୟ ଅଧିକ ମିଳିଲେ ତାକୁ ପାଇବାର ଇଚ୍ଛା କ୍ରମଶଃ ହ୍ରାସ ପାଇଥାଏ। ହେଲା, ଯେପରି ମୁଁ କହିବି, ମନେକର ଆମ ପାଖର ଅଭାବ ଅନେକ ଅଛି, ଆମକୁ ଭୋକ ଲାଗୁଛି, ତେଣୁକରି ଆମେ କଣ କରିପାରିବା, ଖାଇଲେ ଆମର ଅଭାବଟି କଣ ହବ, ପରିତୃପ୍ତ ହେଇଯିବ, ଅର୍ଥାତ୍ ଆମର ସେ ଅଭାବଟା ରହିବ ନାହିଁ। ହଁ, ଏବଂ ମାନବୀୟ ଅଭାବର ଏକ ସୀମା ରହିଛି, ଗୋଟେ ସର୍ଟନ ଲିମିଟ ଅଛି। ଗୋଟିଏ ଲୋକ ମନେକର 5ଟା କଣ କରିବ ନା କଦଳୀ ଖାଇବ, କଦଳୀ ଖାଇଲେ ତାର କଣ ହବ, ତାର ଭୋକ ମେଣ୍ଟିଯିବ, ଅର୍ଥାତ୍ ତାର ସୀମା ହଉଛି 5ଟି କଦଳୀ। ହେଲା, ଆଉ ଗୋଟିଏ କଥା ହଉଛି କଣ, ଗୋଟିଏ ଅଭାବକୁ ଯେତେବେଳେ ମଣିଷ ପାଖରେ ରୁହେ, କୌଣସି ଦ୍ରବ୍ୟର ଅଭାବରେ ଯଦି ତାକୁ ପ୍ରାପ୍ତ କରେ, ଅଧିକରୁ ଅଧିକ ମିଳିଲେ ତାର ଇଚ୍ଛା କ୍ରମଶଃ ହ୍ରାସ ପାଏ। ଠିକ ଅଛି, ଗୋଟେ ମାନେ କୌଣସି ଗୋଟେ ଦ୍ରବ୍ୟ, ହଁ, ଆମ କତିରେ ଯେତେ ପର୍ଯ୍ୟନ୍ତ ନଥିବ ସେତେ ପର୍ଯ୍ୟନ୍ତ ଆମକୁ କଣ ହଉଥିବ, ପାଇବାର ଇଚ୍ଛା ହବ। ଯେତେବେଳେ ଆମେ ପାଇଯିବୁ ସେତେବେଳେ ତାର କଣ, ଯେମିତି ଗୋଟେ ପିଲା ମନେକର ମୋବାଇଲ ଫୋନ ଟେ କଣ କରିବ କିଣିବା ପାଇଁ, ସେ କଣ କରୁଛି ନା ତା ଭିତରେ ଇଚ୍ଛା ଅଛି, ଯଦି ଯେତେବେଳେ ସେ ମୋବାଇଲ ଫୋନ ଟାକୁ ପାଇବ ନା, ସେତେବେଳେ ସେ କଣ କରିବ, ତାକୁ କଣ କରିବ, ପ୍ରଥମେ ଦିନେ ଦି ଦିନ ପ୍ରବଳ ବ୍ୟବହାର କରିବ, ତାପରେ ଆସ୍ତେ 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 ତାର ବ୍ୟବହାର କରିବାଟା ସେଇଟା କଣ ହେଇଯିବ, କମିଯିବ। ହଁ, ତେଣୁ କାରଣ ଗୋଟେ ଜିନିଷ ଅଧିକ ମିଳିଲେ ଆମକୁ କଣ ହେଇଥାଏ ନା, ତାର ପାଇବାର ଇଚ୍ଛାଟା କଣ ହୁଏ, ଧୀରେ 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 କମ ହେଇଯାଏ। ଆମେ ଦେଖିବା, ମଣିଷ ଯେମିତି ଉଦାହରଣ ଦେଇଛି କ୍ଷୁଧା, ହଁ, କ୍ଷୁଧା ଖାଦ୍ୟ ଗ୍ରହଣ କଲେ ସେ ନିବାରଣ ହେଇଯାଏ, ତୃଷ୍ଣା ଜଳ ପାନ କଲେ ନିବାରଣ ହେଇଯାଏ, ଅର୍ଥାତ୍ ଏକ ନିର୍ଦ୍ଦିଷ୍ଟ ଅଭାବ କଣ ହଉଛି ନା ପରିପୂର୍ତ୍ତି କ୍ଷମ। ହେଲା, ଏଇ ଯୋଉ କଥାଟା ରହିଲା, ଏଇ ଯୋଉ ବୈଶିଷ୍ଟ୍ୟ ଗୁଡିକ, ଏଇଟା ଯେତେବେଳେ ଆମେ ପଢିବା, ଯେ ଏଇ ଯୋଉ ନିର୍ଦ୍ଦିଷ୍ଟ ଅଭାବ ପରିତୃପ୍ତି କ୍ଷମ, ଏଇ ଯୋଉ ଅଭାବଟା ଆମେ ଯେତେବେଳେ ପଢିବା, ଲ ଅଫ ଡିମିନିସିଂ ମାର୍ଜିନାଲ ୟୁଟିଲିଟି, କ୍ରମହ୍ରାସ ମାନେ ସୀମାନ୍ତ ଉପଯୋଗିତା ନିୟମ, ସେତେବେଳେ ଏଇ ଏଇ ଜିନିଷଟା ଆମର ସେତେବେଳେ କଣ ହବ, ଆବଶ୍ୟକ ହବ। କଣ ନା, ଦେଖ, ନିର୍ଦ୍ଦିଷ୍ଟ ଅଭାବ ପରିତୃପ୍ତ କ୍ଷମ କିପରି, ସେତେବେଳେ ଏଇ ଜିନିଷଟା ଆମେ କାର୍ଯ୍ୟରେ ଲାଗିବ। ତାପରେ ଦେଖିବା ପରସ୍ପର ପରିପୂରକ। କେତେକ ଦ୍ରବ୍ୟ ଏକାଠି ଉପଭୋଗ କଲେ ଏକ ନିର୍ଦ୍ଦିଷ୍ଟ ଅଭାବ ପୂରଣ ହୋଇଥାଏ। ହଁ, ଯେତେବେଳେ ମାନେ ଏଗୁଡା ହଉଛି ପରିପୂରକ ଦ୍ରବ୍ୟ, ମାନେ କମ୍ପ୍ଲିମେଣ୍ଟାରୀ। ଗୋଟିଏ ଗୋଟିଏ ଜିନିଷକୁ ଆମେ କେବେ ତାକୁ କଣ କରିବାନି, ଆମର ଅଭାବ ପୂରଣ କରିପାରିବନି। କେମିତି ନା, ସେଇ ଦ୍ରବ୍ୟ ଗୋଟେ ସମସ୍ତ ଦ୍ରବ୍ୟ ପରିପୂରକ ରୂପେ କାର୍ଯ୍ୟ କରନ୍ତି, ଅର୍ଥାତ୍ ଜଣେ ଅନ୍ୟମାନଙ୍କ ସହିତ କାର୍ଯ୍ୟ କରେ। ଯେମିତି ମନେକର ଆମେ ଚାହା କରିବା, ଚାହା ପାଇଁ ଆମକୁ କେବଳ ଚାହା ଗୁଣ୍ଡରେ ଆମେ ଚଳିପାରିବା, ଚିନି ଦରକାର, ଦୁଗ୍ଧ ଦରକାର, ଚାହା ଗୁଣ୍ଡ ଦରକାର, ପାଣି ଦରକାର, ଏସବୁ ମିଶିଲେ ଯାଇକି କଣ ହବ ନା ଚାହା ହବ। ବୁଝିହେଲା କି ନାହିଁ? ତେଣୁକରି ଇଏ ସବୁ ଗୋଟେ ଗୋଟେ ପରିପୂରକ। ସେଇଭଳିଆ ପେଟ୍ରୋଲ, ଟାୟାର, ବ୍ୟାଟେରୀ, ଇଏ ସବୁ ମିଶିଲେ କଣ ହବ, ଗାଡି ହବ। ଯଦି ବିନା, ମାନେ ଆହୁରି ଅନେକ ଜିନିଷ ଅଛି, ତେଣୁକରି ଏଇ ଜିନିଷ ଗୁଡା ମିଶିଲେ ହବ, ଏଇ ସବୁ କଣ ପରିପୂରକ। ହଁ, ତାପରେ ସେମିତି କଲମ, କାଗଜ ଆଉ କାଳି, ଇଏ ତିନିଟା ଯାକ ମିଶିଲେ ଆମେ ହଉଛି କଣ କରିପାରିବା, ଲେଖିପାରିବା, କିଛି କରିପାରିବା। ତେଣୁ ଇଏ ସବୁ କଣ ହଉଛି, ପରିପୂରକ ଦ୍ରବ୍ୟ, ବା ତାକୁ ଇଂଲିଶ କୁହାଯାଏ କମ୍ପ୍ଲିମେଣ୍ଟାରୀ ଗୁଡ୍ସ। ସେଇଭଳି ଆଉ କିଛି ଅଭାବ ଅଛି ପରସ୍ପର ପ୍ରତିଯୋଗୀ। ଅଭାବ ଗୁଡିକ ଅସୀମ, କିନ୍ତୁ ଅଭାବ ଗୁଡିକ ପୂରଣ କରିବା ପାଇଁ ସମ୍ବଳ ଗୁଡିକ ସୀମିତ। ତେଣୁକରି କଣ ହୋଇଥାଏ, ବିଭିନ୍ନ ଦ୍ରବ୍ୟ ମାଧ୍ୟମରେ ମନୋନୟନ ଆବଶ୍ୟକତା ଦେଖାଯାଇଥାଏ। ପ୍ରଥମେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଭାବ ପୂରଣ କରାଯାଏ। ତାମାନେ ମୋ କହିବା କଥା, ଏଠି କଣ ହୁଏ ନା, ଅଭାବ ମନେକର ଆମ ପାଖରେ କଣ ଅଛି, ଗୋଟେ ପିଲାର ପୁସ୍ତକର ଅଭାବ ଅଛି, ବହିର ଅଭାବ ଅଛି, ମୋବାଇଲ ଫୋନର ଅଭାବ ଅଛି, ଜୋତାର ଅଭାବ ଅଛି। ଏ ମନେକର ତିନିଟା ଅଭାବ ଅଛି। ଏଇ ତିନିଟା ଅଭାବ କଣ କରୁଛି ନା, ପରସ୍ପର ପ୍ରତିଯୋଗିତା କରୁଛନ୍ତି। ପିଲାର ଯୋଉଟା ଦରକାର, ପ୍ରଥମେ ସେ କଣ କରିବ, ପୁସ୍ତକ କିଣିବ, ବହିଟା ପଢିବା ଦରକାର, ତାପରେ ସେ କଣ କରିବ, ଜୋତା କିଣିବ। ହଁ, ତାପରେ ସେ କଣ, ମୋବାଇଲ କିଣିବ। ତାହେଲେ ଅର୍ଥାତ୍ ଏଠି କଣ ହଉଛି, ପ୍ରତିଯୋଗିତା ହଉଛି। ପ୍ରଥମେ ଆସିଗଲା ଫାଷ୍ଟ, ହଁ, ଜୋତା ହେଇଗଲା ଦ୍ୱିତୀୟରେ, ଏବଂ ମୋବାଇଲ ହେଇଗଲା ତୃତୀୟରେ। ତେଣୁକରି ଏଠି କଣ ହଉଛି ନା, ତାର ଭିତରେ ଥିବା ଯୋଉ ଅଭାବ ଗୁଡିକ ପରସ୍ପର ପ୍ରତିଯୋଗିତା କରୁଛନ୍ତି। ହୁଁ, କାହିଁକି ନା ଆମେ ତ ସବୁ ଏକା ସାଙ୍ଗରେ କିଣି ପାରିବାନି, ସବୁ ଅଭାବ ତ ଏକା ସାଙ୍ଗରେ ପୂରଣ କରିପାରିବାନି। ତେଣୁକରି ଆମ ଭିତରେ ଥିବା ଅଭାବ ଗୁଡିକ କଣ ହବ, ଏଇ ଟାଇପ ର କଣ ହବ, ପ୍ରତିଯୋଗିତା କରିବ। ତାପରେ ଗୋଟେ ହଉଛି କଣ, ପରସ୍ପର ବୈକଳିକ, ମାନେ ଦେଖ, ଅଲ୍ଟରନେଟିଭ ନେଚର। ହଁ, ମନେକର ଗୋଟେ ଲୋକକୁ କଣ ହେଲା, କ୍ଷୁଧା ଲାଗିଲା, ଭୋକ ଲାଗିଲା, ତେଣୁକରି ସେ ଭାତ ଖାଇଲେ ତାର ଭୋକ ମେଣ୍ଟିବ।
ରୁଟି ଖାଇଲେ ମିଳିଥିବ, ଫଳ ଖାଇଲେ ମିଳିଥିବ, ପରଟା ଖାଇଲେ, କିନ୍ତୁ ଯାହା ଖାଇବ ଗୋଟେ ଟାଇପର ଖାଇବ, ଦୁଇଟା ଖାଇବ, କିନ୍ତୁ ସବୁ ଜିନିଷ ତ ଖାଇପାରିବନି, ତାପରେ ଆଭେଲେବିଲିଟି ଥିଲେ ବି ଖାଇପାରିବନି, କାରଣ ପରସ୍ପର ବୈଫଳ, ଗୋଟେ ଅଭାବ ବିକଳ୍ପରେ ଆଉ ଗୋଟେ ଜିନିଷକୁ ନେଇକି ବି ଆମେ ଆଡଜଷ୍ଟ କରିପାରିବା। ଯେପରି ଜଣକୁ ଶୋଷ ଲାଗୁଛି, ସେ ପାଣି ନାହିଁ, ଲସି ପିଇ ପାରିବ, ସରବତ ପିଇ ପାରିବ, କୋଲ୍ଡ ଡ୍ରିଙ୍କସ ପିଇ ପାରିବ, ହଁ, ବା ପାଣି ପିଇ ପାରିବ, ହଁ, ୟା ଦେହରୁ କୌଣସି ଗୋଟେ ଜିନିଷ ପଇଲେ ବି ତାର ଅଭାବଟା ପରିପୂର୍ଣ୍ଣ ହେଇଯିବ। ଯେମିତି ତାକୁ ଜଣକୁ ମନୋରଞ୍ଜନ ଦରକାର, ସେ ଚଳଚ୍ଚିତ୍ର ଫିଲ୍ମ ଯାଇପାରିବ, ଯାତ୍ରା ଯାଇପାରିବ, ଥିଏଟର ଯାଇପାରିବ, କିଛି ବି ଯାଇକି ତାର କଣ କରିପାରିବ, ଅଲ୍ଟରନେଟିଭକୁ କଣ କରିପାରିବ, ବିକଳ୍ପକୁ ନେଇ କଣ କରିପାରିବ, ତାର ଅଭାବକୁ କଣ କରିପାରିବ, ପରିପୂରଣ କରିପାରିବ। ହୁଁ। ତାପରେ ଆମେ ଦେଖିବା ନେକ୍ସଟ ଫିଚର୍ସଟି କଣ ହଉଛି ନା ପୁନଃ ଅନୁଭୂତ। ତା ମାନେ ଗୋଟିଏ ଅଭାବ ପୂରଣ ହେଲେ ସେଇଠାରେ ତାର ପରିସମାପ୍ତି ଘଟେ ନାହିଁ। କିଛି ସମୟ ପରେ ପୁନର୍ବାର ସେ ଅଭାବଟି ଅନୁଭୂତ ହୁଏ। ଯେପରି ତା ଉଦାହରଣ ସ୍ୱରୂପ କହିବି, କ୍ଷୁଧା, ଜଣକୁ ଭୋକ ଲାଗିଲା, ସେ ଯାହା ବି ଖାଇଲା 4 ରୁ 6 ଘଣ୍ଟା ପରେ ଫେର ଆଉଥରେ ତାକୁ ଭୋକ ଲାଗିବ, ଫେର ଆଉଥରେ ଖାଇବ, ତାହେଲେ ସେଇଟା କଣ ପୁନଃ ଅନୁଭୂତ, ରିକ୍ୱେରିଂ ନେଚର ହେଲା। କେବେ ବି ଆମେ ଯେ ଗୋଟେ ଜଣେ ସାର୍ଟ ପିନ୍ଧିଲା ମାନେ ସେ ସାର୍ଟଟା ପିନ୍ଧିଲା ଯେ ପୁରା କଣ ଲାଇଫ ଟାଇମ ପିନ୍ଧିବି କି? 6 ମାସ 3 ମାସ ପରେ ଫେର ଆଉ ଗୋଟେ ସାର୍ଟର ଆବଶ୍ୟକତା ହବ, ସେମିତି ବୁଝିହେଲା କି? ତେଣୁକରି ଆମେ ଯେ ଫାର୍ଷ୍ଟ ଇୟରରେ ଯୋଉ ବୁକ୍ସ ଗୁଡା ଆଣିଥିଲେ ସେ ବୁକ୍ ଟା ଫେରେ କଣ ହେଇଗଲା, ସେକେଣ୍ଡରେ ଫେରେ ଆଉ ଥରେ ସେ ବହି ଇଏ ହେଇଗଲା, ଆଉ ଥରେ ବହି ନୂଆ ବହି ଦରକାର, ସେଇ ଟାଇପର ଜିନିଷଟା। ମାନେ ଏକାଥରକେ ସବୁ ଅଭାବ ପୂରଣ ହବ। ଯେମିତି ତୃଷ୍ଣା, ଜଣକୁ ଶୋଷ ଲାଗୁଛି, ସେ ଦିନକରେ ତ ଥରେ ପାଣି ପିଇବ, ତାପରେ ଫେର ତ ପାଣି ପିଇବାକୁ ପଡିବ ନା, ଚାହା ଦିନରେ 2-3 ଥର ପିଇବାକୁ ପଡିବ। ତେଣୁକରି ଏ ଅଭାବ ଗୁଡିକ କଣ ହେଇଥାଏ ନା ପୁନଃ ଅନୁଭୂତ ହେଇଥାଏ। ତାପରେ ଆଉ ଗୋଟେ କଥା କହୁଛି କଣ ନା ଗୁରୁତ୍ୱର ଭିନ୍ନତା। ଆମେ ଯୋଉ ଅଭାବ ଅଛି, କେତେକ ଅଭାବ ଆମର ତୀବ୍ର ଭାବେ ଅନୁଭୂତ ହୁଏ, ମାନେ ନହେଲେ ନହବ, ଆଉ କେତେକ ତୀବ୍ରତା ଅପେକ୍ଷାକୃତ କମ, ନହେଲେ ଚଳିଯିବ, ଆଉ ସମ୍ବଳ ସୀମିତ ହେଇଥିବାରୁ ଅଧିକ ଜରୁରୀ ଅଭାବକୁ ପ୍ରଥମେ ପୂରଣ କରାଯାଏ। ତେଣୁକରି ଆମେ ଏଠି କଣ କରିବା, ଯୋଉଟା ନହେଲେ ନହବ ସେଇଟାକୁ ଆଗରେ କରିବା, ତାପରେ ଏଇଟାକୁ ରଖିବା, ତାମାନେ ଗୁରୁତ୍ୱ ଅନୁଯାୟୀ ତାକୁ କଣ କରିବା, ତାକୁ ସଜେଇଦବା। ଯେମିତି ଦେଖ, ମୋଷ୍ଟ ଇମ୍ପୋର୍ଟାଣ୍ଟ, ଆମର ନିହାତି ଦରକାର, କୌଣସି ଲୋକ ଖାଦ୍ୟ, ବସ୍ତ୍ର, ବାସଗୃହ, ଔଷଧ ୟାର କମ୍ପ୍ରମାଇଜ କରିବ ନାହିଁ। ଖାଦ୍ୟ ଖାଇବ ହିଁ ଖାଇବ, ବସ୍ତ୍ର ପିନ୍ଧିବ ହିଁ ପିନ୍ଧିବ, ବାସଗୃହ ରହିବ, ଔଷଧ କୌଣସି ଔଷଧ, କିନ୍ତୁ ତାଠାରୁ ଲେସ୍ ଇମ୍ପୋର୍ଟାଣ୍ଟ ହଉଛି କଣ ନା ଟେଲିଭିଜନ, ମୋବାଇଲ, ସାଇକେଲ, ହଁ, ପ୍ରଥମେ କିନ୍ତୁ ୟାକୁ ପ୍ରାୟୋରିଟି ଦବ, ତାପରେ ଲେସ୍ ପରେ, ଏବଂ ତାଠାରୁ ଲିଷ୍ଟ ଇମ୍ପୋର୍ଟାଣ୍ଟ ଚଳଚ୍ଚିତ୍ର ଯିବା, ବଣଭୋଜି କରିବା, ସାଙ୍ଗମାନଙ୍କ ସହିତ ଫିଷ୍ଟ କରିବା, ବିଳାସପୂର୍ଣ୍ଣ ଦ୍ରବ୍ୟ ବ୍ୟବହାର କରିବା, ଏଗୁଡା। ତେଣୁକରି ଯେହେତୁ ସୀମିତ ସମ୍ବଳ ଅଛି, ତେଣୁକରି ସିଏ କଣ କରିବ, ଆଗର ଏଇ ଆବଶ୍ୟକ ପୂରଣ କରିବ, ଯୋଉଟା ନିହାତି ଆବଶ୍ୟକ, ତାପରେ ଟିକେ କମ ଆବଶ୍ୟକ, ଆଉ ତାପରେ ସବୁଠୁ କମ ଆବଶ୍ୟକ, ହେଲା, ନେସେସିଟି, କମ୍ଫର୍ଟ ଆଉ ଲକ୍ଜରୀ, ହେଲା, ଏଇଭଳିଆ ସେ କରିବ। ତାପରେ ଆମେ ଦେଖିବା ସ୍ଥାନ, କାଳ, ପାତ୍ର ଭେଦରେ କଣ ହୁଏ ନା ଅଭାବ ଗୁଡ଼ିକ ପରିବର୍ତ୍ତନ। ଯେପରି ଦେଖ, ସେଇ ସମାନ ଜିନିଷ କିନ୍ତୁ ସ୍ଥାନ ଚେଞ୍ଜ ହେଇଗଲେ ସେ କଣ ହବ, ତାର ଅଭାବର ଇଏଟା ଚେଞ୍ଜ ହେଇଯିବ। ଯେମିତି ଗ୍ରୀଷ୍ମ ପ୍ରଧାନ ଦେଶ, ସେଠି କଣ ହବ, ହାଲକା ପୋଷାକ, ଥଣ୍ଡା ପାନୀୟ, ଏଇ ସବୁ ଜିନିଷ ଉପରେ ଅଧିକ କଣ ଥାଏ ନା ଡିମାଣ୍ଡ ଥାଏ ବା ଆବଶ୍ୟକତା ଥାଏ। କିନ୍ତୁ ଶୀତ ପ୍ରଧାନ ଦେଶରେ ସେଇ ତ ମଣିଷ ରହୁଛନ୍ତି, କିନ୍ତୁ ସେଠି ଗରମ ପୋଷାକ, ଚାହା କଫିର ଡିମାଣ୍ଡ ଥିବ। ତେଣୁ ସ୍ଥାନ ଚେଞ୍ଜ ହେଇଗଲା, କଣ ହେଇଗଲା ନା ତମର ଏଇ ଯୋଉ କଣ ହେଇଗଲା ନା ୱାଣ୍ଟ ବା ଅଭାବ ଗୁଡିକ ପରିବର୍ତ୍ତନ ହେଇଗଲା। ସେମିତି ସମୟ ପରିବର୍ତ୍ତନ ହେଲେ, ଗ୍ରୀଷ୍ମ ଋତୁରେ ଯଦି ଆମେ ଥଣ୍ଡା ପାନୀୟ, ପଙ୍ଖା, ଏୟାର କଣ୍ଡିସନର ଡିମାଣ୍ଡ କରିଥାଉ, ଶୀତ ଋତୁରେ କଣ ହବ, ଗରମ ପୋଷାକ, ଚାହା କଫିର ଡିମାଣ୍ଡ କରିଥାଏ। ତେଣୁକରି ଏଠି କଣ ହେଲା ନା ସମୟ ପରିବର୍ତ୍ତନ ହେଇଗଲା, ତେଣୁକରି କଣ ହେଇଗଲା ନା ଏଠି ବି ଆବଶ୍ୟକତା ବି, ଅଭାବଟା ବି ପରିବର୍ତ୍ତନ ହେଇଗଲା। ସେଇଭଳି ପାତ୍ର ଭେଦରେ, ହଁ, ଯଦି ଗୋଟେ ପାତ୍ର ଭେଦରେ ମାନେ ଲୋକକୁ ଲୋକ, ମାନେ ପର୍ସନ ଭେରିଏସନ ହେଇଗଲା ପରେ ହଉଛି, ମନେକର ତୁମ ମାନଙ୍କର ଆବଶ୍ୟକ ପୁସ୍ତକ, ବହି, କଲମ, ଏଇ ସବୁ ଗୁଡିକ ଆବଶ୍ୟକତା, ତେଣୁ ଗୋଟେ କୃଷକର ସେଇଆ କଣ ଆବଶ୍ୟକ, କୃଷକର ହବ ହଳ, ବିହନ, ଧାନ, ସାର, କିନ୍ତୁ ତମରି ଅଞ୍ଚଳ ଲୋକ, ଗୋଟେ ବ୍ୟବସାୟର ଲୋକର କମ୍ପ୍ୟୁଟର, ଇଣ୍ଟରନେଟ, କାର, ଏଇ ସବୁ ଗୁଡିକ ଆବଶ୍ୟକତା ହବ। ତେଣୁକରି ଯେତେବେଳେ ସ୍ଥାନ ପରିବର୍ତ୍ତନ ହେଲେ, କାଳ ପରିବର୍ତ୍ତନ ହେଲେ, ପାତ୍ର ବା ଲୋକଙ୍କର ପରିବର୍ତ୍ତନ, ମାନେ ଯୋଉ ଇଏରେ ପରିବର୍ତ୍ତନ ହେଇଗଲେ କଣ ହୁଏ ନା ତମର ଅଭାବର ମଧ୍ୟ ପରିବର୍ତ୍ତନ ହେଇଯାଏ। ତାପରେ ଆମେ ଦେଖିବା ବିଜ୍ଞାପନ ଦ୍ୱାରା ମଧ୍ୟ ଆମେ ପ୍ରଭାବିତ ହୋଇଥାଉ। ଯେପରି ଟିଭି, ରେଡିଓ, ଖବର କାଗଜ ମାଧ୍ୟମରେ ଆକର୍ଷଣ ବିଜ୍ଞାପନ ଦେଇଥାଏ, ସେତେବେଳେ ମଧ୍ୟ ଆମର କଣ ହେଇଥାଏ ନା ଅଭାବ ଗୁଡିକ କଣ ହେଇଥାଏ ନା ସ୍ୱତଃ ଭାବେ ଜାଗ୍ରତ ହେଇଥାଏ। ଆମେ ଦେଖିବା ଟିଭିରେ ଦେଖୁଥିବା ଗୋଟେ କୌଣସି ଜିନିଷର ଆଡ୍ ଆସିଗଲା,
ଆମକୁ ଲାଗିବ ସେଇ ଜିନିଷଟା କିଣିବାକୁ ଭଲ, ସେଇ ଜିନିଷଟା କିଣିଲେ ମୋର ଏଇ କାମର। ତେଣୁକରି ବିଜ୍ଞାପନ ଦ୍ୱାରା ନୂତନ ଭାବ ସୃଷ୍ଟି ହୁଏ। ତମମାନଙ୍କ ଟିଭିରେ ଦେଖୁଛ, ହଠାତ୍ ଗୋଟେ ମୋବାଇଲ ଫୋନର ଏଡ୍ ଦେଖିଲ, ତମେ ସେଇ ଏଡ୍ ଦେଖି ସାରିଲା ପରେ ତମେ ଭାବିବ ଯେ ମୁଁ କଣ ହଉଛି ନା ଏଇ ମୋବାଇଲ ଫୋନଟା କିଣିବି। ବା ତମେ ଗୋଟେ ଦେଖୁଛ ଗୋଟେ କୋଲ୍ଡ ଡ୍ରିଙ୍କସ ର ଆଡଭର୍ଟାଇଜମେଣ୍ଟ ଆସୁଛି, ବା ଗୋଟେ ସାବୁନ ଆଡଭର୍ଟାଇଜମେଣ୍ଟ ଆସୁଛି, ତମେ ଜାଣିବ ମୁଁ ସେଇ କୋଲ୍ଡ ଡ୍ରିଙ୍କସ ବା ସେଇ ସାବୁନ ବ୍ୟବହାର କରିବି। ହଁ, ସେମାନେ ଦେଖ ଏକ୍ସାମ୍ପଲ ହଉଛି ନୂତନ ସ୍ମାର୍ଟଫୋନ ବିଜ୍ଞାପନ ଦେଖିଲା ପରେ ଲୋକଙ୍କ ମନରେ ଫୋନ କିଣିବାକୁ ଇଚ୍ଛା ହୁଏ। ତାଙ୍କ ଯଦିଓ ଫୋନର ସେମିତି କିଛି ଆବଶ୍ୟକ ନାହିଁ, ସେମିତି ଫୋନ କିଣିବାର ଇଚ୍ଛାଟା କଣ ହୁଏ, ତାଙ୍କ ମନ ଭିତରେ ଆସେ, ଜାଗ୍ରତ ହୋଇଯାଏ। ତେଣୁକରି ବିଜ୍ଞାପନ ଦ୍ୱାରା ମଧ୍ୟ ଆମର ଇଚ୍ଛାଟା କଣ ହୁଏ, ଜାଗ୍ରତ ହୁଏ। ତାପରେ ହଉଛି କଥା କଣ, ଅଭ୍ୟାସ ପରିଣତ ହୁଏ। କେତେକ ଅଭାବ ନିୟମିତ ପୂରଣ କଲେ ତା ଅଭ୍ୟାସ ପରିଣତ ହୋଇଥାଏ। ଅଭ୍ୟାସ ତ୍ୟାଗ କରିବା କଷ୍ଟକର। ମାନେ ଯୋଉଟା ଥରେ ହେବିଟ ହେଇଗଲା, ତାକୁ ଆମେ ଆଉ କାଟି ପାରିବାନି, ତ୍ୟାଗ କରିପାରିବାନି। କେମିତି ଦେଖ, ଅଭ୍ୟାସ ହେଇଗଲା, ଜଣେ ଚାହା ପିଉଛି, ସେ ତାର 10 ବର୍ଷ ହେଲା ଚାହା ପିଉଛି, ସେଟା ତାର ଡେଲି ହେବିଟ, ସେ କଣ ବନ୍ଦ କରିବ? ବନ୍ଦ କରିପାରିବ। ଜଣେ କଫି ପିଉଛି, ସେ କଫି ପିଇବାଟା ବନ୍ଦ କରିବନି। ସିଗାରେଟ ହେଲା, ଏଇଟା ଯୋଉଟା ପୁରାପୁରି କଣ ନିଶା ଭଳିଆ ଆଡିକ୍ଟିଭ ହ୍ୟାବିଟ, ମାନେ ନହେଲେ ନହବ। କଫି ଚାହା ବରଂ ଗୋଟେ ଦିନ ଡ୍ରପ୍ କରିଦେଇ ପାରିବ, କିନ୍ତୁ ସିଗାରେଟ, ପାନ, ଏଇଟା ଗୋଟେ ମାନେ ଇଏ ଗୋଟେ କଣ କଲଚରାଲ ହେବିଟ। ମାନେ ତମର ଆମର ହଁ ପାନ ଖାଇବା ଗୋଟେ ସମସ୍ତଙ୍କ ଗୋଟେ ଏଇଟା କଣ ସାଂସ୍କୃତିକ ଇଏରେ ସମସ୍ତେ ପାନ ଖାଉଛନ୍ତି, ଆମେ ଗୋଟେ ପାନ ଖାଇବା, ଏଇ ଜିନିଷ ଗୁଡା ସବୁ ଏଇ ଯୋଉ ହେବିଟ ହେଇଗଲା ପରେ ଆମେ ଏକୁ କଣ କରିପାରିବୁ ନା ପରିବର୍ତ୍ତନ କରିପାରିବା ନାହିଁ, ସହଜରେ ପରିବର୍ତ୍ତନ କରିପାରିବା। ତେଣୁ ଅଭ୍ୟାସ ପରିଣତ ହେଇଗଲେ ଇଏ ସବୁବେଳେ କଣ ହବ, କଣ ହବ, ଅଭାବ ଟା ଲାଗି ରହିବ। ତାପରେ ଆମେ ଦେଖିବା ଗୋଟେ କନସେପ୍ଟ ମ୍ୟାପ୍ କରୁଛି, ଦେଖ ପିଲାମାନେ। ପ୍ରଥମେ ଏଠି ଦେଖିଛି କଣ ନା ହ୍ୟୁମାନ୍ସ ର ୱାଣ୍ଟ ବା ମାନବୀୟ ଅଭାବ ହେଲା। ଏଠି ତାକୁ କରୁଛି କଣ, କିଛି ଅଭାବ ଅଛି ଅସୀମ, ତାର ସୀମା ନାହିଁ। ଯେପରି ହେଲା, ସେ ଅଭାବ ଭିତରେ ଅଛି କଣ, କମ୍ପ୍ଲିମେଣ୍ଟାରୀ ପରିପୂରକ, ଆଉ ଗୋଟେ ଅଛି ଅଲ୍ଟରନେଟିଭ ବା ବୈକଳ୍ପ। କମ୍ପ୍ଲିମେଣ୍ଟାରୀ କଣ ନା ଗୋଟିଏ ସହିତ ଆଉ ଗୋଟିଏ ଅଭାବ ଟା ମିଶିଲେ ଯାଇକି ସେ ଆମର ପୂରଣ ହେଇପାରିବ। ଯେମିତି କାର ସହିତ ପେଟ୍ରୋଲ, ଇଙ୍କ ସହିତ ପେନ୍, ଏ ଦିଟା ମିଶିଲେ ଏଇଟା ଏଇଟା କମ୍ପ୍ଲିମେଣ୍ଟାରୀ। ଅଲ୍ଟରନେଟିଭ କଣ, ମନେକର ମତେ ଭୋକ ଲାଗୁଛି, ମୁଁ ଭାତ ଖାଇବି, ଭାତ ନ ଖାଇପାରେ ରୁଟି ବି ଖାଇବି, ଯୋଉଟା ହେବ ଖାଇକି ଇଏ କରିବି। ଆଉ କଣ ଗୋଟେ ରହିଲା, ଅଭାବଟା ପରିତୃପ୍ତି କ୍ଷମ। ସେ ଫେରେ ଦୁଇ ପ୍ରକାର, ରିକ୍ୟୁରିଂ ଆଉ ଭେରିଏବୁଲ। ରିକ୍ୟୁରିଂ ରେ କଣ ନା ଗୋଟେ ଅଭାବ ପୂରଣ ହେଇଗଲା ପରେ ସେ କିଛି ସମୟ ପାଇଁ ରହିବ। ଯେମିତି ମୁଁ ଭାତ ଖାଇଦେଲି, 4 ଘଣ୍ଟା ପରେ ଫେର ଭୋକ ଲାଗିବ, ଫେର ଖାଇବି ଭାତ ଖାଇବି। ଆଉ ଭେରିଏବୁଲ ଏଟା ହଉଛି କଣ, ପ୍ରାୟତଃ ଗୋଟେ ଜିନିଷ ହେଲା, ତା ବ୍ୟବହାର କରିବା, ସେଟା ନଷ୍ଟ ହେଲା ପରେ ଇଏ ହବ, କିନ୍ତୁ ଏଇଟା କଣ୍ଟିନ୍ୟୁସଲି ଚାଲିବ। ହଁ ନା, ଗୋଟେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନ ଚାଲିବ। ଆଉ ଗୋଟେ ହଉଛି କମ୍ପିଟେଟିଭ। ଅଭାବ ଗୁଡିକ ପରସ୍ପର କଣ ନା କମ୍ପିଟେଟିଭ। କେମିତି କମ୍ପିଟେଟିଭ ନା ବିଜ୍ଞାପନ ଦ୍ଵାରା ଏବଂ ହାବିଚୁଆଲ ଆକ୍ସନ ଦ୍ଵାରା। ଯେତେବେଳେ ଆମେ ବିଜ୍ଞାପନ ଦ୍ଵାରା ଇନଫ୍ଲୁଏନ୍ସ ହେଇଯିବା, ସେତେବେଳେ ଆମର ମନ ଭିତରେ ଆସିବ ହଁ ମୁଁ ଏଇ ଦ୍ରବ୍ୟଟି କିଣିବି, ଏଇ ଦ୍ରବ୍ୟ କିଣିବି। ଆଉ 5ଟା ଜିନିଷର ଏଡ୍ ଦେଖିଲା ପରେ ଆମ ଭିତରେ ଆସିବ ନା ନା ଏଟା ଭଲ ନୁହେଁ, ଏଇଟା ଭଲ, ଏମିତି ଆସିବ। ଆଉ ହାବିଚୁଆଲ, তুমি ଯେମିତି କହିଲେ ପାନ, ବିଡି, ସିଗାରେଟ, ଏଇ ସବୁ କଣ ହଉଛି ନା ହାବିଚୁଆଲ। ଏଗୁଡା ଥରେ ଅଭ୍ୟାସ ହେଇଯାଇଛି ମାନେ ଆମକୁ ସେଇ ଜିନିଷ ବ୍ୟବହାର କରିବାକୁ ପଡିବ। ତାପରେ ପିଲାମାନେ ଏଇ ଭିଡିଓଟି ଯଦି ଭଲ ଲାଗିଥିବ, ତାହେଲେ ତମେ କଣ କରିବ, ଲାଇକ୍ କରିବ, ସେୟାର କରିବ ସାଙ୍ଗମାନଙ୍କ ସହିତ, ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରିବ। ମୁଁ ପ୍ରାୟ ପ୍ରତିଦିନ କଣ କରିବି, ଗୋଟେ ଦିଟା ଭିଡିଓ ଇକୋନୋମିକ୍ସ ଉପରେ ହଉ ବା ପଲିଟିକାଲ ସାଇନ୍ସ ଉପରେ ହଉ